କ'ଣ କରୁଛ ବା? ଏ କିଛି ନାହିଁ ହିସାବ ଟିକେ କରୁଥିଲି ଆଉ। ତୁ କ'ଣ କହୁଥିଲି କହିଲ ତମର ସେ ଯେଉଁ ଏକ୍ସ ଗର୍ଲଫ୍ରେଣ୍ଡ ନଥିଲା କି ତା ସହିତ ତମେ ଲାଷ୍ଟ ଟାଇମ୍ କେବେ ଦେଖା ହେଇଥିଲା ବା? ଆଜି ତା କଥା କେମିତି ପଚାରିଦେଲୁ? ଯେତେବେଳେ ତ ତା କଥା ପଚାରି ତୁ ତ ସଦାବେଳେ ରାଗି ଯାଉ। ନା ମ ଆଉ କ'ଣ ସାରା ଜୀବନ ତମ ସହିତ ଝଗଡ଼ା କରୁଥିବି ନା କ'ଣ ତା କଥାକୁ ନେଇକି କହୁନ କୁହ। ସେଇ 2 ବର୍ଷ ତଳେ ଦେଖା ହେଇଥିଲୁ ଏପ୍ରିଲ ମାସରେ ଦେଖା ହେଇଥିଲି ଆଉ। ଆରେ ବା ତୁମର ମାସ ବି ମନେ ଅଛି ନା? ତୁ ତ ଜାଣିଥିବୁ ପୁଅ ପିଲାମାନେ ତାଙ୍କ ଫାଷ୍ଟ ଗର୍ଲଫ୍ରେଣ୍ଡ ନେଇ କେତେ ସିରିୟସ୍ ଥାନ୍ତି। ତମେ ବି ତ ବହୁତ ଇମୋସନାଲ ନା? ଆରେ ମୁଁ ବହୁତ ଇମୋସନାଲ, ମୁଁ ଲୋୟାଲ ପିଲା ନା ମୁଁ। ଆଜିକାଲି ଲୟାଲ ପିଲା ମିଳିବା ବି ବହୁତ କଷ୍ଟ। ଏ ଯେଉଁ ଆଜିକାଲି ବୟଫ୍ରେଣ୍ଡ ମାନେ ତାଙ୍କ ଗର୍ଲଫ୍ରେଣ୍ଡ ମାନେ ଗିଫ୍ଟ କଥା ତୁ କହୁଛୁ? ଭଗବାନ କି ଗିଫ୍ଟ ମୁଁ ତାକୁ ଦେଇଛି, ସାଙ୍ଗମାନଠୁ ଧାର କରିକି ମୁଁ ଗିଫ୍ଟ ଦେଇଛି। ଆଜି ପର୍ଯ୍ୟନ୍ତ ତାଙ୍କ ପଇସା ମୁଁ ସୁଝିନି। କି ଗାଳି ଦଉଛନ୍ତି ମତେ। ବଢ଼ିଆ ଆଉ ତମର। ଦେଖା ହେବା ପାଇଁ 10 ଦିନ କଲେଜ ବନ୍ଦ କରୁଛି, ମାଷ୍ଟରଠୁ କେରକେରା ମାଡ଼ ଖାଇଛି, ତଥାପି ଯାଇକି ଦେଖା ହୁଏ ନା ଆଉ। ଆରେ ଶୁଣେ ପକେଟ ମନି ଯୋଉ ମତେ ମିଳେ 100 ଟଙ୍କା, ତାକୁ ରଖି ରଖିକା ତା ବର୍ଥଡେରେ ମୁଁ 100 ଜଣଙ୍କୁ ମଟନ ଭୋଜି ଦେଇଥିଲି ଜାଣିଛୁ। ଫାଷ୍ଟ ଭଲ ପାଇବାର ଯୋଉ ସ୍ପାର୍କ ଅଛି, ସେକେଣ୍ଡ ଭଲ ପାଇବାର ଆଉ ନାହିଁ। ସେଇଟା ତ ସତ କଥା। ଫାଷ୍ଟ ଭଲ ପାଇବାର ଯୋଉ ସ୍ପାର୍କଟା ଥାଏ, ଏଇ ସିଗ୍ନେଚର କଥା, ଯୋଉ ସେକେଣ୍ଡ ଭଲ ପାଇବାରେ ସେ ସ୍ପାର୍କଟା ଆଉ ନଥାଏ। କ'ଣ ସାଙ୍ଗେ ଗଲୁ? ରିଭର୍ସ କରିଦେବା ହଁ। ଆମର କହିଲାନି କି ଫାଷ୍ଟ ଭଲ ପାଇବାର ଯୋଉ ସ୍ପାର୍କଟା ଥାଏ ସେକେଣ୍ଡ ଭଲ ପାଇବାରେ ନଥାଏ, ସେଥିପାଇଁ ତ ମୁଁ ରିଭର୍ସ କରିଦେଲି ଆଉ। ମଜାକ କରୁଛୁ ନା କ'ଣ ବା? କେବେ ଦେଖା ହେଇଥିଲା ଆମର ଫାଷ୍ଟ ଟାଇମ୍? କେବେ ଦେଖା ହେଇଥିଲା? ହେଇଥିଲା ବା କେବେ? ଶୀତ ଦିନରେ। ଆରେ ଦେଖା ହେଇଥିଲା ବା ଶୀତ ଦିନରେ, ତୁ ମଫଲର ପିନ୍ଧିକି ଆସିଥିଲୁ।